ଉପାଦାନ କାରକ ଓ ପଞ୍ଚମୀ ବିଭକ୍ତି। ଯାହାଠାରୁ କିଛି ବିଶ୍ଳେଷ କିମ୍ବା ଅଲଗା ହୁଏ ତାକୁ ଅପାଦାନ କହନ୍ତି। ଅପାଦାନ କାରକରେ ପଞ୍ଚମୀ ବିଭକ୍ତି ହୁଏ। ଅପାଦାନେ ପଞ୍ଚମୀ। ଯଥା ଗଛରୁ ଫଳ ପଡ଼ୁଛି, ବୃକ୍ଷାତ୍ ଫଳାନି ପତନ୍ତି। ଏ ବୃକ୍ଷ ପାଖରେ ପଞ୍ଚମୀ ବିଭକ୍ତି ହେଇଗଲା। ବୃକ୍ଷରୁ ଫଳ ପଡ଼ୁଛି ନା, ସେଥିପାଇଁ। ପିଲାଟି କୋଠାରୁ ପଡ଼ିଗଲା, ବାଳକଃ ପ୍ରସାଦାତ୍ ଅପତତ୍। ଏଠି କୋଠାରୁ ପାଖରେ ପ୍ରସାଦାତ୍ ପାଖରେ ପଞ୍ଚମୀ ବିଭକ୍ତି ହେଇଗଲା। ତାପରେ ଭି ଧାତୁ ଓ ତ୍ରା ଧାତୁର ପ୍ରୟୋଗରେ ଭୟ ଓ ରକ୍ଷାର କାରଣ ଠାରେ ପଞ୍ଚମୀ ବିଭକ୍ତି ହୁଏ। ଯାହାକୁ ଭୟ କରାଯାଏ, ଯେଉଁଥିରୁ ରକ୍ଷା କରାଯାଏ ତା ପାଖରେ ପଞ୍ଚମୀ ହେବ। ଯେମିତି ସାପ ନେଉଳକୁ ଡରେ, ସର୍ପଃ ନକୁଳାତ୍ ବିଭେତି। ଏଠି ନକୁଳ ପାଖରେ ପଞ୍ଚମୀ ବିଭକ୍ତି ହେଇଗଲା। ଈଶ୍ୱର ଦୁଃଖରୁ ରକ୍ଷା କରନ୍ତି, ଈଶ୍ୱରଃ ଦୁଃଖାତ୍ ତ୍ରାୟତେ। ଦୁଃଖରୁ ରକ୍ଷା କରନ୍ତି, ସେଥିପାଇଁ ଦୁଃଖାତ୍ ହେଲା। ଲଜ୍ଜା କରିବା ଓ ଘୃଣା କରିବା ଏହି ଅର୍ଥରେ ବି ପଞ୍ଚମୀ ହୁଏ। ଯେମିତି ବଧୂଟି ଶ୍ୱଶୁରଙ୍କୁ ଲାଜ କରେ, ବଧୂଃ ଶ୍ୱଶୁରାତ୍ ଲଜ୍ଜତେ। ସାଧୁମାନେ ପାପକୁ ଘୃଣା କରନ୍ତି, ସାଧବଃ ପାପାତ୍ ଜୁଗୁପ୍ସନ୍ତେ। ହେଇଗଲା। ଆଚ୍ଛା, ତାପରେ ଅସମାପିକା କ୍ରିୟା ଲୋପରେ ପଞ୍ଚମୀ ହୁଏ। ଲ୍ୟପ୍ ଲୋପେ ପଞ୍ଚମୀ। ଯେମିତି ହିରଣ୍ୟକ ଗାତରେ ଥାଇ କହିଲା, ଗାତରେ ଥାଇ କହିଲା। ସେଠି ଗାତ ପାଖରେ ପଞ୍ଚମୀ ହେବ। ଯେମିତି ହିରଣ୍ୟକଃ ବିବରାତ୍ ଅବଦତ୍। ଭାଇ କଟକରେ ରହି ଚିଠି ପଠାଇଛନ୍ତି, ଭ୍ରାତଃ କଟକାତ୍ ପତ୍ରଂ ପ୍ରେଷୟତି। ଗୋଟିକ ଠାରୁ ଅନ୍ୟର ଉତ୍କର୍ଷ ବୁଝାଇଲେ ନିକୃଷ୍ଟ ଠାରେ ପଞ୍ଚମୀ ହୁଏ। ଅପେକ୍ଷାର୍ଥେ ପଞ୍ଚମୀ। ଯେମିତି ପିତା ସ୍ୱର୍ଗଠାରୁ ଉଚ୍ଚ, ସ୍ୱର୍ଗଠାରୁ ଉଚ୍ଚ, ତେଣୁ ସ୍ୱର୍ଗ ପାଖରେ ପଞ୍ଚମୀ ବିଭକ୍ତି ହେବ। ପିତା ସ୍ୱର୍ଗାତ୍ ଉଚ୍ଚତରଃ ହେଲା। ନିକୃଷ୍ଟ ଠାରେ ପଞ୍ଚମୀ ହେବ ନା। ଯେଉଁ ଶବ୍ଦଟି ନିକୃଷ୍ଟକୁ ବୁଝାଉଛି, ପିତା ସ୍ୱର୍ଗଠାରୁ ଉଚ୍ଚ, ପିତା ସ୍ୱର୍ଗାତ୍ ଉଚ୍ଚତର, ସ୍ୱର୍ଗଠାରୁ। ରାମଠାରୁ ଶ୍ୟାମ ବେଶୀ ବଳବାନ ହେଲା। ରାମଠାରୁ ଶ୍ୟାମ ବଳବାନ, ତେଣୁ ରାମ ପାଖରେ ପଞ୍ଚମୀ ହେବ। ରାମାତ୍ ବଳୀୟାନ୍ ଶ୍ୟାମଃ। ବୁଝିଲା? ଆଚ୍ଛା, ହେତୁ ଅର୍ଥରେ ପଞ୍ଚମୀ ହୁଏ। ଯେମିତି ପିଲାଟି ଶୀତ ହେତୁ ଥରୁଛି, ହେତୁ ପଞ୍ଚମୀ। ବାଳକଃ ଶୀତାତ୍ କମ୍ପତେ। ଶୀତ ହେତୁ କମ୍ପୁଛି, ତେଣୁ ଶୀତ ପାଖରେ ପଞ୍ଚମୀ ବିଭକ୍ତି ହେଲା। ଉତ୍ପତ୍ତି ବା ଜନ୍ମର ମୂଳ କାରଣ ଯିଏ, ତାଠାରେ ପଞ୍ଚମୀ ହୁଏ। ଯେଉଁଠାରୁ ଉତ୍ପତ୍ତି ସେଠାରେ ପଞ୍ଚମୀ ହେବ। ଯେମିତି ଦୁଧରୁ ଘିଅ ହୁଏ, ଦୁଗ୍ଧାତ୍ ଘୃତମ୍ ଉତ୍ପଦ୍ୟତେ। ଗୋବରରୁ ବିଛା ଜନ୍ମେ, ଗୋମୟାତ୍ ବୃଶ୍ଚିକୋ ଜାୟତେ। ହିମାଳୟରୁ ଗଙ୍ଗାର ଉତ୍ପତ୍ତି, ହିମାଳୟାତ୍ ଗଙ୍ଗା ପ୍ରଭବତି। ବୁଝିଲା? ଯେଉଁଠାରୁ ଜନ୍ମ, ଯେଉଁଠାରୁ ଉତ୍ପତ୍ତି, ତା ପାଖରେ ପଞ୍ଚମୀ ବିଭକ୍ତି ହେବ। ତାପରେ ବିରମ୍ ଧାତୁ ଯୋଗେ ପଞ୍ଚମୀ ହୁଏ। ବିରମତି, ନିବୃତ୍ତ ରହିବା। ସେ ଗମନରୁ ବିରତ ହେଉଛନ୍ତି, ସହ ଗମନାତ୍ ବିରମତି। ବୁଝିଲା? ଆଚ୍ଛା, ଯେଉଁଥିରୁ ବିରତ ହେଲେ ତା ପାଖରେ ପଞ୍ଚମୀ ହେବ। କେତୋଟି ପଦ ଯୋଗରେ ବି ପଞ୍ଚମୀ ହୁଏ। ଯେମିତି ଅନ୍ୟ, ଅନ୍ୟ ମତଲବ ଭିନ୍ନ। ରାମଃ ଶ୍ୟାମାତ୍ ଅନ୍ୟଃ। ଆରାତ୍, ଆରାତ୍ ମତଲବ ନିକଟ। ସମୁଦ୍ରାତ୍ ଆରାତ୍ ଶ୍ରୀମନ୍ଦିରମ୍। ବିନା, ବିନା ମତଲବ ବ୍ୟତୀତ। ଦୁଃଖାତ୍ ବିନା ସୁଖମ୍ ନ ଲଭ୍ୟତେ। ପୃଥକ୍ ମତଲବ ଅଲଗା। ରାମଃ କୃଷ୍ଣାତ୍ ପୃଥକ୍। ହେଇଗଲା। ତାପରେ ପ୍ରାକ୍, ପ୍ରାକ୍ ମତଲବ ପୂର୍ବମ୍,
भोजनात् प्राक् मुख धौतं कुरु। पूर्वं पूर्वं मतलब पूर्वं। भोजनात् पूर्वं हस्तं प्रक्षालय। परं परं मतलब परे। भोजनात् परं मुख धौतं कुरु कुरु। भोजनात् परं मुख धौतं कुरु। अनन्तरम अनन्तरम मतलब उसके बाद परे। जमती वनात् अनन्तरम नगरम। बण परे परे नगर है। बणर परे नगर पड़ो जमती वनात् अनन्तरम नगरम। बुझीगला। अच्छा बहि बहि मतलब बाहर। ग्रामात् बहि देवालयः। गाँर बाहर मंदिर। आरभ्य आरभ्य मतलब आरंभ करी। जमाने पिलाटी दिनरू जमिति बाल्यात् आरभ्य सह चतुर। पिलाटी दिनरू से चतुर। ऋते ऋते माने बिना। ज्ञानात् ऋते जीवनम वृथा। दक्षिणा दक्षिणा ही दक्षिण दिग को बुझाऊँ। ग्रामात् दक्षिणा सरोवर। ग्रामात् दक्षिणा ही सरोवर एमती हम। उत्तरा उत्तरा ही उत्तर दिग को बुझाए। भारतवर्षात् उत्तरा ही हिमालय। बुझेला एमती ये जगार सब पंचमी विभक्ति हम। एक मन रखिले पंचमी विभक्ति बुझा को सुविधा है। ओके थैंक यू। सब्सक्राइब माय चैनल प्लीज।